ଆଜି ଆସନ୍ତୁ ଆମ୍ଭେ ନେଭର ସେ नो ଏହି ଉପଦେଶର ଶୀର୍ଷକ ସହିତ ପରମେଶ୍ୱରଙ୍କର ବାକ୍ୟ ଭାଗ କରିବା। ଉପଦେଶର ଇଂରାଜୀ ନାମ ରଖିବା ମୋର ପ୍ରଥମ ଥର ଅଟେ। ଏହାର ଅର୍ଥ ଆମ୍ଭମାନଙ୍କ ଉତ୍ତର ସର୍ବଦା କ'ଣ ହେବା ଉଚିତ? ହଁ, ଆମ୍ଭକୁ କାହାକୁ ମଧ୍ୟ କେବେ ନ କହିବା ଉଚିତ ନୁହେଁ। ଯଦିଓ ଆମ୍ଭେ କୌଣସି ପରିସ୍ଥିତିରେ ଥାଉ, ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସମ୍ମୁଖରେ କେବେ ମଧ୍ୟ ନ କହିବା ଉଚିତ ନୁହେଁ। ଯେମିତିକି ନାହିଁ, ମୁଁ ଏହା କରିପାରିବି ନାହିଁ ବା ନାହିଁ ମୁଁ ଏହା କରିବି ନାହିଁ। ବାଇବେଲର ଶିକ୍ଷାକୁ ସଂକ୍ଷେପରେ ଏହି ବାକ୍ୟ ରୂପେ ପ୍ରସ୍ତୁତ କରାଯାଇପାରିବ। ପରମେଶ୍ୱରଙ୍କ ସମ୍ମୁଖରେ କେବେ ନ କହିବା ଉଚିତ ନୁହେଁ। ପରମେଶ୍ୱରଙ୍କ ସମ୍ମୁଖରେ ସର୍ବଦା ତୁମମାନଙ୍କ ଉତ୍ତର ହଁ, ମୁଁ ଆପଣଙ୍କ ଆଜ୍ଞା ପାଳନ କରିବି, ଆମେନ୍ ହେବା ଉଚିତ। ଯେବେ ଆମ୍ଭମାନଙ୍କଠାରେ ସେହି ପ୍ରକାର ମନୋବୃତ୍ତି ହେବ, ତେବେ ଆମ୍ଭେମାନେ ସ୍ୱର୍ଗ ରାଜ୍ୟକୁ ଫେରିପାରିବା, ଯାହାକୁ ଆମ୍ଭେ ଥରେ ହରାଇ ଦେଇଥିଲୁ ଏବଂ ପରମେଶ୍ୱରଙ୍କର ସନ୍ତାନଙ୍କ ରୂପରେ ସ୍ୱର୍ଗରେ ଆୟୋଜିତ ସୁନ୍ଦର ଭୋଜରେ ଭାଗ ନେଇପାରିବା। ଆଜିର ଉପଦେଶ ଶୀର୍ଷକ ଆପଣଙ୍କୁ ବିଦେଶୀ ଲାଗିପାରେ। ଇଂରାଜୀରେ ଉପଦେଶର ନାମ ରଖିବା ମଧ୍ୟ ମୋର ପ୍ରଥମ ଥର। ନେଭର ସେ नो। ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ସମ୍ମୁଖରେ କେବେ ନ କହିବା ନାହିଁ। ଯେବେ ପରମେଶ୍ୱର ଆମ୍ଭକୁ ଡାକନ୍ତି, ଆସନ୍ତୁ ଆମ୍ଭେମାନେ ବିଶ୍ୱାସର ସହିତ ହଁ ଏବଂ ଆମେନ୍ କହିବା ପାଇଁ ତତ୍ପର ରହିବା। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସମ୍ମୁଖରେ କାହିଁକି ନ କହିବା ଉଚିତ ନୁହେଁ? ଯିଶାୟ ଅଧ୍ୟାୟ 55ରେ ଲେଖା ଅଛି, ମୋର ଏବଂ ତୁମମାନଙ୍କ ଗତିରେ ଓ ମୋର ଏବଂ ତୁମମାନଙ୍କ ଚିନ୍ତାଧାରାରେ ଆକାଶ ଓ ପୃଥିବୀର ଅନ୍ତର ରହିଛି। ମନୁଷ୍ୟ ଗୋଟିଏ ସେକେଣ୍ଡ ଆଗକୁ ମଧ୍ୟ ଦେଖିପାରିବ ନାହିଁ। ଏହାର ବିପରୀତ ପରମେଶ୍ୱର ଆଦିରୁ ଅନ୍ତକୁ ଦେଖନ୍ତି ଏବଂ ସେ ଆମ୍ଭମାନଙ୍କ ନେତୃତ୍ୱ କରନ୍ତି। ଏଥିପାଇଁ ଆମ୍ଭମାନଙ୍କୁ ଏହି ସମୟରେ ଯାହା ହେଉଅଛି ତାହାକୁ ନେଇ ଆସକ୍ତ ହେବା ଉଚିତ ନୁହେଁ, କିନ୍ତୁ ଆମ୍ଭମାନଙ୍କୁ ଏହା ବିଶ୍ୱାସ କରୁଥାଇ କି ପରମେଶ୍ୱର ଅନନ୍ତ କାଳକୁ ଦେଖନ୍ତି, ପରମେଶ୍ୱରଙ୍କ ଉପରେ ନିର୍ଭର ରହିବା ଉଚିତ। ଯେବେ ପରମେଶ୍ୱର ଆମ୍ଭମାନଙ୍କ ନେତୃତ୍ୱ କରନ୍ତି, ତେବେ ଆମ୍ଭମାନଙ୍କୁ ନାହିଁ ମୁଁ କରିପାରିବି ନାହିଁ, ମୁଁ କରିବି ନାହିଁ କହିବା ଉଚିତ ନୁହେଁ। ପରମେଶ୍ୱରଙ୍କ ସମ୍ମୁଖରେ ନ କହିବା ଉଚିତ ନୁହେଁ। ଏହାର ଗୋଟିଏ କାରଣ ଏହା ଅଟେ, କାରଣ ପରମେଶ୍ୱର ଆଦିରୁ ଅନ୍ତକୁ ଦେଖନ୍ତି। ପରମେଶ୍ୱର ଆମ୍ଭମାନଙ୍କୁ ଉଦ୍ଧାର ଦେବା ନିମନ୍ତେ ଆପଣା ସ୍ୱର୍ଗୀୟ ସିଂହାସନ ତ୍ୟାଗ କରି ଏହି ପୃଥିବୀକୁ ଆସିଲେ। ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗ ନେଇଯିବାକୁ ଚାହାନ୍ତି। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଏହି ପୃଥିବୀରେ ଆତ୍ମିକ ପ୍ରଶିକ୍ଷଣ ଦ୍ୱାରା ଅତିବାହିତ ହେବାକୁ ଦେଉଛନ୍ତି, ଯାହାଦ୍ୱାରା ଆମ୍ଭେମାନେ ପଶ୍ଚାତାପ କରିପାରିବା। ଏହି କାରଣ ହେତୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କର ପଥ ପ୍ରଦର୍ଶନରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ। ଯେଉଁଠିକି ପରମେଶ୍ୱର ଆମ୍ଭମାନଙ୍କୁ ନେଇଯାଆନ୍ତି, ଆମ୍ଭମାନଙ୍କୁ ତାହାଙ୍କ ପଛେ ପଛେ ଚାଲିବା ଉଚିତ। ଆମ୍ଭମାନଙ୍କୁ କୌଣସି ବାକ୍ୟ ଦିଆଯାଏ, ଉତ୍ତରରେ ଆମ୍ଭମାନଙ୍କୁ ତାହାଙ୍କ ସମ୍ମୁଖରେ ହଁ କହିବା ଉଚିତ। ଯେବେ ଆପଣ ବିଶ୍ୱାସର ପୂର୍ବପୁରୁଷଙ୍କ ଇତିହାସକୁ ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଅର୍ଥାତ୍ ଏହି ପବିତ୍ର ଆତ୍ମାଙ୍କ ଅନ୍ତିମ ଯୁଗ ପର୍ଯ୍ୟନ୍ତ ବାଇବେଲରେ ଦେଖିବେ, ପରମେଶ୍ୱରଙ୍କ ସମ୍ମୁଖରେ ୟେସ୍ କହୁଥିବା ଲୋକ ଧନ୍ୟ ହେଲେ। ଯଦି ଆମ୍ଭେମାନେ ବାଇବେଲର ଉଚିତ ଶିକ୍ଷା ଗୁଡ଼ିକର ଏକ ବାସ୍ତବରେ ସଂକ୍ଷିପ୍ତ ବର୍ଣ୍ଣନା କରିବା, ତେବେ ଏହା ପରମେଶ୍ୱରଙ୍କ ସମ୍ମୁଖରେ ନେଭର ସେ नो ହେବ। ଆମ୍ଭେ ଲୋକମାନଙ୍କ ସମ୍ମୁଖରେ ସେହି ବସ୍ତୁଗୁଡ଼ିକର ନିମନ୍ତେ ଯାହା ଆମ୍ଭେ ଇଚ୍ଛା କରୁନାହୁଁ ନ କହିପାରିବା, କିନ୍ତୁ ପରମେଶ୍ୱରଙ୍କୁ ଆମ୍ଭେ ଏପରି କହିବା ଉଚିତ ନୁହେଁ। ପରମେଶ୍ୱର ଆମ୍ଭମାନଙ୍କୁ ଯେକୌଣସି ପଥରେ ଘେନି ଯାଆନ୍ତି, ଆମ୍ଭମାନଙ୍କୁ ପୂର୍ଣ୍ଣ ରୂପେ ବିଶ୍ୱାସ କରୁଥାଇ କି ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ସ୍ୱର୍ଗ ଓ ପାପ କ୍ଷମା ଦେବା ନିମନ୍ତେ କିଛି କରିବା ନିମନ୍ତେ ଆଜ୍ଞା ଦିଅନ୍ତି, ତାହାଙ୍କ ପଛେ ପଛେ ଚାଲିବା ଉଚିତ। ଆସନ୍ତୁ ଆମ୍ଭେମାନେ ଦେଖିବା କି କିଏ ପରମେଶ୍ୱରଙ୍କ ସମ୍ମୁଖରେ ହଁ କହୁଥାଇ ଆଶୀର୍ବାଦ ପ୍ରାପ୍ତ କଲା ଓ ଏହା ପୁଷ୍ଟି କରିବା କି ସମସ୍ତ ଯୁଗ ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ଯୁଗରେ ଯେବେ ଆମ୍ଭେମାନେ ବଞ୍ଚୁଅଛୁ, ତେବେ ପରମେଶ୍ୱରଙ୍କ ସମ୍ମୁଖରେ ନ କହିବା ଉଚିତ ନୁହେଁ। ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 4 ପଦ 17 ଦେଖିବା। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ,
मन परिवर्तन कर कारण स्वर्ग राज्य सन्निकट। से गालिली समुद्र कूल भ्रमण करुवा समय सिमोन जहाँ पीतर बोली कहती आउ तांको भाई आंद्रियो एही दुई भाई की समुद्र रे भौरी जाल पकाउथिबार देखिले कारण से माने मत्स्यजीवी थिले। यीशु सेमानंकु कहिले मोहर अनुगमन कर मु तुम्हमानंकु मनुष्य धरिबा सिखाइबी। आम्भमानंकु ताहा ही करिबा उचित जहाँ से माने एहा परे करिथिले। पीतर ओ आंद्रियो समुद्र कूल भौरी जाल पकाउथिले। सेमानंकु आपण शिष्य करिबा पई यीशु सेमानंकु कहिले मोहर अनुगमन कर मु तुम्हमानंकु मनुष्य धरिबा सिखाइबी। एबे ताहांको उत्तर उपरे ध्यान दियंतु कि ताहा यस थिला कि नो। भाई ओ भौणी माने पीतर ओ आंद्रियो धन्य लोक अटंती हाँ ना। पीतर प्रतिष्ठित प्रेरित अटंती जहाँ को स्वर्ग राज्यर चाबी द्वारा सम्मानित करा जाइथिला हाँ ना। यीशु ताहांकु कहिले मोहर अनुगमन कर मु तुम्हमानंकु मनुष्य धरिबा सिखाइबी। पद 20 सेथिरे से माने सही क्षण जाल छाड़ी ताहांकर अनुगमन कले। जो माने यीशुंको अनुगमन कले एहार अर्थ कोन अटे? से माने यस कहिले बा नो। से माने सकारात्मक उत्तरर सहित यीशुंको पछे होई गले हाँ आमे आपणको अनुगमन करिबा आमेन। पद 21 पुणी यीशु सेठारु आगकु जाई जेबेदींको पुत्र जाकुब ओ तांको भाई जोहन नामक आउ दुई भाई की सेमानंको पिता जेबेदींको सहित नौकारे जाल सजाडुथिले। से सेमानंकु मध्य डाकिले एवं ताहांको उत्तर कोन थिला? कोन सेमाने न कहिले? समस्ते यस कहिले। एथिपई सेथिरे सेमाने सही खणी नौका ओ सेमानंकर पितांको छाड़ी ताहांको अनुगमन कले। भाई ओ भौणी माने बाइबल रो 66 पुस्तक रे जेतिकी लोक धन्य गणित होइथिले सेमाने परमेश्वरंको सम्मुखरे केबे मध्य नो कहिले नाही। ताहांकर उत्तर सर्वदा कोन थिला? यस। यह एथिपई थिला कारण सेमाने विश्वास करुथिले कि परमेश्वर सेमानंको देखाशुना करंती एवं निज ठारु मध्य ताहांकु प्रेम करंती। संसारे रहुथिबा समय रे केबे केबे आम्भे क्लांत अनुभव करिथाउ किंतु यहा सही प्रक्रिया अटे जहा परमेश्वर आम्भमानंकु स्वर्ग आड़कु अनंत खुशी ओ आशीर्वाद एवं अनंत दुनिया आड़कु नहीं जीवा पई दियंती। यह एक अपरिहार्य पाठ्यक्रम अटे जहाकु आम्भमानंकु अल्प समय पई आपणैबा उचित। एथिपई आम्भमानंकु परमेश्वरंको पछरे चालु थाई सही प्रक्रिया को अतिबाहित हेबा दरकार। जदि परमेश्वर सही प्रक्रियार प्रत्यक्षण प्रचारंती कोन तुम्भे मोहर अनुगमन करिवो? सेतेबेले आम्भमानकर उत्तर हाँ हेबा उचित। कोन तुम्भे चालुथिबो? हाँ मु चालुथिबी। तुम्भे कष्टकर पथरे मोहर पछे पछे स्वइच्छारे केमिति चाली पारिलो? जदि भविष्यत रे पिता ओ माता आपणको एही प्रकार पचारंती तेबे आपण कोन उत्तर देबे? कारण मु आपणको प्रेम करे मोहर परमेश्वर आउ मु आपणको ऊपर विश्वास करे मु आपणको पछे पछे चालिली कारण मु आपणको भरोसा करे। जेउठी कि आपण मते घेनी गले मु विश्वास कली कि ताहा मोहर उद्धार निमंते अटे एवं ताहा मोहर आशीर्वाद निमंते। जेउठी कि आपण मते घेनी गले मु विश्वास कली कि ताहा मते क्षमा देबा निमंते अटे। जेउठी कि आपण मते घेनी गले मु विश्वास कली कि आपण मते अनंत जीवनर राज्य आडकु घेनी जाउछंती। कोन एहा ही आम मानकर उत्तर हेबा उचित नुहे? पवित्र आत्मांको जुगरे आम मानंकु केउ प्रकारर विश्वास रखिबा उचित? आसंतु आमे माने बाइबल रु एही विषय रे पुष्टि करिबा ओ परमेश्वरंको उपरे आम मानकर विश्वास को दृढ़ करिबा। आसंतु आम्भे आउ जणे व्यक्तिर उदाहरण देखिबा जे हाँ कहू थाई परमेश्वरंको ठारू आशीर्वाद प्राप्त कला। आदि पुस्तक अध्याय 6 पद 9। नोहंकर वंशावली एही। नोह आपणा वर्तमान समयर लोकमानंक मध्यरे धार्मिक और साधु लोक थिले। नोह परमेश्वरंक सहित गमनागमन कले। नोह सेम ओ हाम ओ जेफेत एही तीन पुत्रंकु जात कले। सेही समय रे पृथ्वी परमेश्वरंक साक्षात रे भ्रष्ट थिला ओ पृथ्वी दौरात्म्य रे परिपूर्ण थिला। पुणी परमेश्वर पृथ्वी रे दृष्टिपात करी देखिले जे ताहा भ्रष्ट होई अछि जेहेतु पृथ्वीस्थ समस्त प्राणी भ्रष्टाचारी होई अछंती। तोहु परमेश्वर नोहंकु कहिले आंभ गोचर रे समुदाय प्राणीर अंतिम काल उपस्थित हेला जेहेतु से मानक द्वारा पृथ्वी दौरात्म्य रे परिपूर्ण होई अछि। पुणी देख आंभे पृथ्वी सहित सेमानंकु विनष्ट करिबा
तुम्हे गोफर काष्टर गोटे जहाज निर्माण कर तही मध्य नाना कोठरी बनाई तहीर भितर ओ बाहर झुणा द्वारा लेपन कर ताहा एही प्रकार निर्माण करिब। दीर्घरे 300 हाथ प्रस्थरे 50 हाथ उच्चरे 30 हाथ हेबो। उपररु 1 हाथ छाड़ी झरका करिब आउ तहीर पार्श्वरे द्वार रखिब आउ तहीर प्रथम द्वितीय और तृतीय तल बनाइब। पुणी आकाश तले प्राणवायु विशिष्ट जेते जीवजंतु अछंती सही सबु विनष्ट करिबा निमंते आम्भे देख आम्भे पृथ्वी उपरे जल प्लावन करिबा तहीरे पृथ्वीर समस्त प्राणी प्राणत्याग करिबे। मात्र आम्भे तुम्भ सहित आपणा नियम स्थिर करिबा तहीरे तुम्भे आपण पुत्र मानंकु ओ भारजा ओ पुत्रवधू मानंकु संगरे घेनी जहाजरे प्रवेश करिब। पुणी प्राण रक्षार्थे सर्व प्रकार जीवजंतुर एक एक दंपति आपणा संगरे घेनी जहाजरे प्रवेश करिब। सर्व प्रकार पक्षी सर्व प्रकार पशु सर्व प्रकार उरगामी जंतु प्रत्येक जाति अनुसार एक एक दंपति जीवन रक्षार्थे तुम निकट को आसीबे। आउ आम्भे आपणार ओ सेमानकर आहार निमंते सर्व प्रकार खाद्य सामग्री आनी आपणा निकटरे संचय करिब। तहीरे नोह सही रूपे कले परमेश्वरଙ୍କ आज्ञा अनुसार से समस्त कर्म कले। एही आज्ञा अनुसार नोह कले रो अर्थ कोन? यार सुंदर उत्तर हाँ रो परिणाम स्वरूप नोह ओ ताहार परिवार धन्य हेले ओ परमेश्वरଙ୍କ द्वारा ताहांको रक्षा करागला। जेतेबेले कि पृथ्वीर अन्य समस्त लोक नष्ट होई गले परमेश्वर जीवित प्राणी मानक निमंते नोहंक जहाजरे जीवित रहिबा पई पथ मध्य खोलिले। नोह आपणा जीवन रे केबे मध्य सही प्रकारर घटनार अनुभव करि नथिला। केही मध्य पृथ्वी को संपूर्ण भावरे जल प्लावित हेबार देखि नथिले। जदिओ जहा विषय परमेश्वर ताहाकु जणैले ताहा से केबे देखि नथिला तथापि मध्य से केउ प्रकार प्रतिक्रिया कला। मात्र जो पशु शुद्ध नुहे सेथि मध्यरु दुई दुईटी नेब। नोह हाँ कहूथाई उत्तर देले से नो कहिले ही नहीं। एमिति करिवार कारण एहा थिला कि से संपूर्ण भावरे विश्वास कला कि परमेश्वर ताहाकु उद्धार करिबा पई ही एमिति करिवार आज्ञा दैछंती। से संपूर्ण भावरे मानुथिला कि परमेश्वर ताहाकु क्षति पहुंचाइबा बा ताहार भविष्य रे कोनोसी बाधा जन्माइबा पई आज्ञा देई नहांती। एथि पई सही कार्य जेते कष्ट कार्य हेउना काहे कि से ताहा कला। परमेश्वर ताहा सही वस्तु निमंते प्रस्तुत करिबाकु कहिले जहार से केबे अनुभव करि नथिला। भाई और भौणी माने एही जुगरे आम्भ मानंकु परमेश्वरଙ୍କ सम्मुखरे ना कहिबार मूर्खता करिबा उचित नुहे। आसंतु आम्भे माने परमेश्वरଙ୍କ सम्मुखरे केबे मध्य नो कहिबा नहीं। आसंतु आम्भे माने आदि पुस्तक 12 रे आउ गोटे उदाहरण देखिबा। प्रत्येक जहाकु परमेश्वर आशीर्वाद देइथिले परमेश्वरଙ୍କ सम्मुखरे हाँ कहिले। एही उतारु सदाप्रभु अब्राहम को कहिले तुम्भे आपणा देश ओ जाति कुटुंब ओ पत्रुक गृह परित्याग करी आम्भे जेउ देश तुम्भकु देखाइबा सही देश को जाओ। आम्भे तुम्भठारु एक महागोष्ठी उत्पन्न करिबा पुणे आम्भे तुम्भकु आशीर्वाद करी तुम्भर नाम महत् करिबा। तुम्भ आशीर्वादर आकार हेबो। जेउ माने तुम्भकु आशीर्वाद करंती आम्भे सेमानंकु आशीर्वाद करिबा। पुणी जे केही तुम्भकु अभिशाप दिए आम्भे ताहाकु अभिशाप देबा। आउ तुम्भठारु पृथ्वीर सबु वंश आशीर्वाद प्राप्त हेबे। अनंतर अब्राहम सदाप्रभुंकर एही वाक्य अनुसार प्रस्थान कले। अब्राहम प्रस्थान कले रो अर्थ कोन अटे? से परमेश्वरଙ୍କ वाक्यर हाँ कहूथे उत्तर देले एवं सही समयरु कार्यरु आनिले। अब्राहम नोह पीतर ओ जोहन जेपरी बाइबल रो समस्त प्रसिद्ध व्यक्ति परमेश्वरଙ୍କ सम्मुखरे हाँ कहिबार अभ्यस्त थिले। सेमानंक मध्यरु केही मध्य परमेश्वरଙ୍କ सम्मुखरे नो कहिले नहीं। पितांक जुगरे परमेश्वरଙ୍କ सम्मुखरे नो नहीं किंतु हाँ कहिबा बाला भाववादी धन्य हेले। पुत्रंक जुगरे जीशु अर्थात पृथ्वी को आसीथिबा परमेश्वरଙ୍କ सम्मुखरे केवल से माने जे माने यस कहिले धन्य हेले। पवित्र आत्मांक जुगरे मध्य सही प्रकार अटे। जेबे आत्मा ओ कन्या आम्भमानंक आशीषित भविष्यत निमंते किछि करंती तेबे आम्भमानंकु नो कहिबा उचित नुहे। आसंतु आम्भे माने समस्ते यस आमेन कहिबा। जेबे आम्भे माने एही प्रकारे आत्मा ओ कन्यांक पछरे चलिबा तेबे आम्भे माने अब्राहम ओ नोहंक तुल्य धन्य हेबा।
परमेश्वर कहिले जे तुमको आशीर्वाद करिवो ताहाको मु आशीर्वाद देबी जे तुमको कटु करे ताहाको मु साप देबी क्यों प्रकारर विश्वास आशीर्वाद आनी थाए आसंतु आम्हे माने जोहन अध्याय 12 देखिबा जोहन अध्याय 12 पद 48 कही थाए जे मते अग्राह्य करे ओ मोहर वाक्य ग्रहण करे नहीं ताहार विचारकर्ता अछि मु जेउ वाक्य कही अछि ताहा शेष दिन रे ताहार विचार करिवो कारण मु आपण ठारू कही नहीं मात्र मु कोन कहिबी ओ कोन व्यक्त करिबी ताहा मोहर प्रेरणाकर्ता पिता मते आज्ञा देई अछंती पुणी मु जाने ताहांको आज्ञा कोन अनंत जीवन एठारे मु किए अटे जीसु जीसु जानी थिले कि पिता परमेश्वर को आज्ञा सर्वदा अनंत जीवन कोण आम्भे माने परमेश्वर को वाक्य सम्मुख रे जे आम्भ मान को अनंत जीवन दियंती नो कहि परिबा समस्त को प्रत्येक समय रे यस कहिबा उचित कारण जीसु एही कथा आत्मविश्वासर सहित जानुथिले कारण से जानी थिले कि आज्ञा और शिक्षा अनंत जीवन अटे एथिपई ताहांको लक्ष्य थिला कि परमेश्वरंको सम्मुख रे केही मध्य नो कहि पारिबो नाही मु जाने कि ताहांको आज्ञा अनंत जीवन कारण अब्राहम नो पीतर और जोहन समस्त एही विषय रे विश्वासी थिले एथिपई से माने जेउठी कि परमेश्वर से माननकु नै जाउथिले से माने उत्तर रे सर्वदा हां कहूथाई परमेश्वरंको पछे पछे होई गले एवं विश्वासर पूर्व पुरुष हेले द्वितीय विवरण अध्याय 28 पद 1 मु आजि सदा प्रभु परमेश्वर जे जे आज्ञा तुम्भको आदेश करूअछि सही सब मानिबा पई ओ करिबा पई जेबे तुम्भे ताहार रबरे जत्नपूर्वक कर्णपात करिवो जीसु कहिले मु जाने कि ताहांको आज्ञा अनंत जीवन अटे कारण से माने जानुथिले ओ परमेश्वरंको समस्त आज्ञा उपरे भरोसा रखुथिले एथिपई से माने कहिले मु आजि सदा प्रभु तुम्भ परमेश्वर जे जे आज्ञा तुमको आदेश करूअछि से सब मानिबा पई ओ करिबा पई जेबे तुम्भे ताहांको रबरे जत्नपूर्वक कर्णपात करिवो तेबे सदा प्रभु तुम्भ परमेश्वर पृथ्वीस्थ समस्त देशीय लोकंको अपेक्षा तुमको श्रेष्ठ करिवे जेबे तुम्भे सदा प्रभु आपणा परमेश्वरंकर रब सुनिबो तेबे एही सब आशीर्वाद तुम्भ ऊपर वर्तिबो ओ तुम्भर संग धरिबो ताहांको कहिबार अर्थ अटे केबे न न कहिबार मनोवृत्ति रखिबा बाइबल रो शिक्षा माध्यम रे परमेश्वर मानव जाति को यह ज्ञात कराइले कि आशीर्वाद सरलतारे केमिति प्राप्त करा जाए किंतु दुर्भाग्यवशतः से माने परमेश्वरंकर वाक्य और बाइबल रो शिक्षा ऊपर भरोसा करंती नहीं एथिपई से माने परमेश्वरंकर सुनंती नहीं आजि आपण चर्च काहे कि आसिले कोन आपण एठारे परमेश्वरंक ठारू आशीर्वाद पाइबा पई आसी नहंती जदिओ ताहा आत्मिक आशीर्वाद बा भौतिक आपण समस्ते एठारे परमेश्वरंक ठारू आशीर्वाद पाइबा निमंते आसीछंती तेबे आशीर्वाद पाइबार रहस्य एठारे लेखा अछि एपरि लेखा अछि जदि तुमे यहा करिवो तेबे आशीर्वाद प्राप्त करिवो किंतु अनेक सही परि करंती नाही नेवर से नो आम मानके एपरि कहूथे मु यहा करिबि नाही मते यहा करिबार पसंद नाही परमेश्वर वाक्यर अस्वीकार करने उचित नुहे एथिपई परमेश्वर मानव जाति ठारे निश्चित रूप से प्रतिज्ञा कले परमेश्वर सदाप्रभुंकर शुणिबा हेतु एही समस्त आशीर्वाद तुम्भ उपर पूर्ण हेबो एही सब आशीर्वाद तुम्भ उपर वर्तिबो ओ तुम्भर संग धरिबो पद 3 तुम्भ शरीरर फल तुम्भ भूमिर फल ओ तुम्भ पशुर फल अर्थात गोवत्स ओ मेषफलर शावक धन्य हेबो तुम्भ चांगुड़ी और मैदा दलिबा पात्र धन्य हेबो तुम्भे गृह को आसीबा बेले धन्य और गृहरु बाहरे जीवा बेले धन्य हेबो जदिओ से माने किछि मध्य करंतु परमेश्वर से माननकु सर्वदा आशीर्वाद देबे से माने किए अटंती से माने सही माने अटंती जेउ माने कदापि नो कहंती नाही आम्भे यहा कहिबा उचित नुहे मु यहा को केबे करिबि नाही मु यहा करि पारिबि नाही यहा बदल रे आम्भ माननकु परमेश्वरंको सम्मुख रे सर्वदा हां कहिबा उचित तेबे आम्भे भीतर को आसीबा समय रे मध्य धन्य हेबा
ଆଉ ବାହାର ଯିବା ସମୟରେ ମଧ୍ୟ ଧନ୍ୟ ହେବା। ଆମ୍ଭେ ଯାହା ମଧ୍ୟ କରିବା ତାହା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ପୁରା ହେବ। ଯଦି ଏହା ଏପରି ବିଷୟ ଯାହାଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି, ତେବେ ପରମେଶ୍ୱର ଏହା ଅବଶ୍ୟ ପୁରା ହେବାକୁ ଦେବେ। କିଛି ମଧ୍ୟ ଅସମ୍ଭବ ନୁହେଁ। କୁହାଯାଇଅଛି, ତୁମ୍ଭ ଶରୀରର ଫଳ ଓ ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍ ଗୋବସ ଓ ମେଷପଲର ଶାବକ ଧନ୍ୟ ହେବ। ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ। ପ୍ରତ୍ୟେକ ସ୍ଥାନରେ ଆଶୀର୍ବାଦର ପରିପୂର୍ଣ୍ଣ ହେବ। ଯେତେବେଳେ ଆମ୍ଭେ ଏହି ବାକ୍ୟ ଉପରେ ସମ୍ପୂର୍ଣ୍ଣ ରୂପେ ଭରସା ରଖିବା ଆଉ ଏହା ଉପରେ 100% ଧ୍ୟାନ ଦେବା, ଆମ୍ଭେ ସର୍ବଦା ପରମେଶ୍ୱରଙ୍କ ଆଶୀର୍ବାଦରେ ରହିବା। ପରମେଶ୍ୱର ସମସ୍ତ ମାନବ ଜାତିକୁ ଏହି ବିଷୟର ପ୍ରତିଜ୍ଞା କରିଛନ୍ତି। ଏହା ବ୍ୟତୀତ ଲୋକ ଏହି ପ୍ରତିଜ୍ଞା ଉପରେ ଭରସା ରଖିବା ବିନା ଅନ୍ୟ ମାର୍ଗ ଖୋଜୁଛନ୍ତି। ସେମାନେ କେତେ ମୂର୍ଖ ଅଟନ୍ତି। ସେମାନଙ୍କ ମାର୍ଗ ସେମାନଙ୍କୁ ଆଶୀର୍ବାଦ ପର୍ଯ୍ୟନ୍ତ ପହଞ୍ଚାଇବ ନାହିଁ। ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ସାହସିକ ହୁଅ କହୁଛନ୍ତି, ତେବେ ଆମ୍ଭେମାନେ ସାହସିକ ହେବା ଉଚିତ। ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ କହୁଛନ୍ତି ଆମ୍ଭେ ତୁମ୍ଭର ସାହାଯ୍ୟ କରିବା, ତେବେ ବିଶ୍ୱାସ କରନ୍ତୁ କି ପରମେଶ୍ୱର ଆପଣଙ୍କୁ ସାହାଯ୍ୟ କରୁଛନ୍ତି। କାରଣ ପରମେଶ୍ୱର କହୁଛନ୍ତି, ଯଦି ତୁମେ ଆମ୍ଭର ଆଜ୍ଞା ଆଦେଶ ଓ ନିୟମର ପାଳନ କରିବ, ତେବେ ଧନ୍ୟ ହେବ ତୁମେ ଭିତରକୁ ଆସିବା ସମୟରେ ଓ ଧନ୍ୟ ହେବ ତୁମେ ବାହାରକୁ ଯିବା ସମୟରେ। ତୁମେ କେବଳ ଆମେନ୍ କହି ଏହାର ଆପଣାଇବାର ଆବଶ୍ୟକତା ଅଛି। କିନ୍ତୁ ଅନେକ କହୁଛନ୍ତି, ମୁଁ ବୁଝିଅଛି, କିନ୍ତୁ ମୋତେ ଲାଗୁଅଛି ସେମାନେ ଆପଣା ସ୍ୱୟଂର ବିଚାରର କିଛି ପ୍ରତିଶତ ଏଥିରେ ପାଇବାର ଜାଗା କରୁଛନ୍ତି। ସେହି ସ୍ଥାନ ବସ୍ତୁକୁ ଅବ୍ୟବସ୍ଥିତ କରିଦେଉଅଛି ଆଉ ଆଶୀର୍ବାଦର ମାର୍ଗକୁ ଅବରୋଧ କରୁଅଛି। ଆଉ ଶେଷରେ ସେମାନେ ଅନନ୍ତ ଜୀବନର ସେହି ମାର୍ଗ ଦେଖିପାରିବେ ନାହିଁ ଯାହା ପରମେଶ୍ୱର ପ୍ରସ୍ତୁତ କରିଛନ୍ତି। କେବେ ନୋ କହିବା ନାହିଁ। ଦୟାକରି କମ୍ରୁ କମ୍ ଆଜିର ଉପଦେଶ ଶୀର୍ଷକ କେବେ ଭୁଲନ୍ତୁ ନାହିଁ। ଅନନ୍ତର ଜେରୁବାବେଲ ଅର୍ଥାତ୍ ଗିଦିଓନ ଓ ତାହାଙ୍କ ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ। ସେ ସମୟରେ ମିଦିଓନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା। ଏହା ଉତ୍ତାରେ ସଦାପ୍ରଭୁ ଗିଦିଓନଙ୍କୁ କହିଲେ, ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ ଆମ୍ଭେ ମିଦିଓନୀମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ। କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି। ଏହା କହି ଇସ୍ରାଏଲ ବା ଆମ୍ଭ ପ୍ରତିକୂଳରେ ଦର୍ପ କରିବ। ଏଣୁ ଏବେ ଏହା କର ଯେ କେହି ଭୟାର୍ଥ ଓ କମ୍ପିତ ସେ ଫେରି ଗିଲିୟଦ ପର୍ବତକୁ ଚାଲିଯାଉ। ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର। ତହିଁରେ ଲୋକମାନଙ୍କ ମଧ୍ୟରୁ 22,000 ଲୋକ ଫେରିଗଲେ ଓ 10,000 ଲୋକ ରହିଲେ। ଶତ୍ରୁମାନଙ୍କ ଗଣନା ତୁଳନାରେ ସେମାନଙ୍କ ଗଣନା ବହୁତ କମ୍ ଥିଲା। ଏହା ବ୍ୟତୀତ ପରମେଶ୍ୱର ଗିଦିଓନଙ୍କୁ କ'ଣ କହିଲେ? ଯେଉଁ ଲୋକମାନେ ତୁମ୍ଭ ସଙ୍ଗରେ ଅଛନ୍ତି ସେମାନେ ବହୁତ। ଏହା ଏଥିପାଇଁ ନଥିଲା କାରଣ ସେମାନେ ବହୁତ ଥିଲେ। ପରମେଶ୍ୱରଙ୍କୁ ଏହା ଚିନ୍ତା ଥିଲା କି ଇସ୍ରାଏଲମାନଙ୍କୁ ପୁରୁଷଙ୍କ କମ୍ ସଂଖ୍ୟାରେ ଶତ୍ରୁମାନଙ୍କୁ ପରାଜିତ କରିବାର ପରମେଶ୍ୱରଙ୍କର ଶକ୍ତି ଉପରେ ଭରସା ହେବ ନାହିଁ। କିନ୍ତୁ ସେମାନେ ଭାବିବେ, ଓଃ, ଆମ୍ଭେମାନେ ହିଁ ଏହି ପରିଣାମକୁ ବାହାର କଲୁ କାରଣ ଆମ୍ଭମାନଙ୍କ ଗଣନା ବହୁତ ଅଛି। ଏ ବିଷୟରେ ଚିନ୍ତିତ ହୋଇ ସେମାନେ ଉଚିତ ବିଶ୍ୱାସ ରଖିବେ ନାହିଁ। ପରମେଶ୍ୱର କହିଲେ, ଯେ କେହି ଭୟରେ କମ୍ପନ ହେଉଅଛି ସେ ଫେରିଯାଉ କାରଣ ତୁମ୍ଭମାନଙ୍କ ପୁରୁଷ ଅଧିକ ଅଛନ୍ତି। ଯଦି ଗିଦିଓନ ପରମେଶ୍ୱରଙ୍କୁ କହିଥାନ୍ତେ, ନାହିଁ, ଆପଣ ମୋତେ ଆଉ ଅଧିକ ଦେବା ଉଚିତ, କିନ୍ତୁ କ'ଣ ଆପଣ ମୋତେ ସେମାନଙ୍କୁ ବାହାର କରିବା ପାଇଁ କହୁଛନ୍ତି? ତେବେ ମିଦିଓନୀମାନଙ୍କ ବିରୁଦ୍ଧରେ କେଉଁ ପ୍ରକାରର ପରିଣାମ ବାହାରୁଅଛି? ଯଦି ସେ ସେମିତି କହିଥାନ୍ତା, ତେବେ ସେମାନେ ଯୁଦ୍ଧରେ ବିଜୟ ପ୍ରାପ୍ତ କରିନଥାନ୍ତେ। କିନ୍ତୁ ଗିଦିଓନ ଜାଣିଥିଲା କି ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି। ଏଥିପାଇଁ ସେ କହିଲା, ଆଜ୍ଞା, ମୁଁ କରିବି। ମୁଁ ସେମିତି ହିଁ କରିବି ଯେମିତି ଆପଣ କହିଛନ୍ତି। 1,35,000 ପୁରୁଷଙ୍କୁ ହରାଇବା 300 ପୁରୁଷଙ୍କ ପାଇଁ ଭାରି ପଡ଼ନ୍ତା। ଏହା ବ୍ୟତୀତ ଗିଦିଓନ କହିଲେ, ହଁ, ମୁଁ ଏପରି କରିବି। ଏଥିପାଇଁ ସେ 300 ପୁରୁଷଙ୍କୁ ଛାଡ଼ି ବାକି ସମସ୍ତ ପୁରୁଷଙ୍କୁ ଫେରିଯିବାକୁ ଦେଲେ। ଆମ୍ଭେ ଏପରି ପରିସ୍ଥିତିରେ ମୂକ ଅଟୁ। କେହି ମଧ୍ୟ ଏପରି ପରିସ୍ଥିତିରେ କୌଣସି ଯୋଜନା ବା ରଣନୀତି ଯୋଜନା କରିପାରିବ ନାହିଁ। ପରମେଶ୍ୱରଙ୍କ ଉପରେ ନିର୍ଭର ରହିବା ହିଁ ଏକମାତ୍ର ରଣନୀତି ହେବ। ପରିଣାମ ସ୍ୱରୂପ ସେହି 300 ପୁରୁଷ 1,35,000 ମିଦିଓନୀମାନଙ୍କୁ ପରାଜିତ କରି ଇସ୍ରାଏଲମାନଙ୍କୁ ମିଦିଓନୀ ଦେଶରୁ ମୁକ୍ତି କଲେ। କେତେ ବିସ୍ମୟକାରୀ ଅଟେ! କେଉଁ ବିଷୟ ଏପରି ପରିଣାମ ବାହାର କଲା? ନ କହିବା ବିଶ୍ୱାସ।
결과들이 왔더라는 것입니다. ସଂସାରରେ ଜୀବିତ ଅବସ୍ଥାରେ ଆମ୍ଭେ ପରମେଶ୍ୱରଙ୍କୁ ପଚାରୁ, ପରମେଶ୍ୱର ମୋତେ ଏହି ପରିସ୍ଥିତିରେ କ'ଣ କରିବା ଉଚିତ, ମୋତେ ସେହି ପରିସ୍ଥିତିରେ କ'ଣ କରିବା ଉଚିତ। ତେବେ ପରମେଶ୍ୱର କହନ୍ତି ଏହା ଆଉ ତାହା କର, କିନ୍ତୁ କେହି କହନ୍ତି ଓଃ ମୋତେ ଲାଗୁନାହିଁ ଏହା କାମ କରିବ। ତେବେ ସେମାନେ ପରମେଶ୍ୱରଙ୍କୁ କ'ଣ ପଚାରନ୍ତି? ସେମାନଙ୍କୁ ପଚାରିବା ଉଚିତ ନୁହେଁ। ଆମ୍ଭମାନଙ୍କୁ ବିଶ୍ୱାସ କରିବା ଉଚିତ କି ପରମେଶ୍ୱର ସେ ବିଷୟର ପଛରେ ଦ୍ୱିତୀୟ ଆଶୀର୍ବାଦ ରଖିଛନ୍ତି। 믿어야 됩니다. ଯୀଶୁ କହିଲେ କି ପରମେଶ୍ୱରଙ୍କର ବାକ୍ୟ ଅନନ୍ତ ଜୀବନ। 하고 믿었기 때문에 예수님께서 ଏଥିପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆଜ୍ଞାକାରୀ ହୋଇ ରହିଲେ। ସେ କେବଳ ହଁ କହିଲେ 그걸 우리 ଆଉ ଆମମାନଙ୍କୁ ନମୁନା ଦେଖାଇଲେ। 말씀하지 않았습니까? 오늘 ଆଜି 여러분들과 ଆମ୍ଭେମାନେ ବାଇବେଲରେ ଅଭିଲିଖିତ ଗିଦିଓନଙ୍କ କାର୍ଯ୍ୟ ସହିତ 성경 가운데 ବିଶ୍ୱାସର ପୂର୍ବପୁରୁଷଙ୍କ କାର୍ଯ୍ୟ ଦେଖିପାରିବା। ଆମ୍ଭେ ଆଶ୍ୱସ୍ତ ହେବା ଉଚିତ କି 우리 하나님께서는 ପରମେଶ୍ୱର ଆମମାନଙ୍କ ଭବିଷ୍ୟତକୁ 가꾸고 계신 ସୃଷ୍ଟି କରୁଛନ୍ତି ଓ ପ୍ରସ୍ତୁତ କରୁଛନ୍ତି। ଯେତେବେଳେ ଆମ୍ଭମାନଙ୍କଠାରେ ଏହି ପ୍ରକାରର ବିଶ୍ୱାସ ହେବ, ତେବେ ଆମ୍ଭେ ଶେଷରେ ପରମେଶ୍ୱରଙ୍କ ସମ୍ମୁଖରେ ହଁ କହିପାରିବା। ନହେଲେ 언제나 ଆମମାନଙ୍କ ବିଚାରର ପ୍ରତିଶତ ଟିକେ ଆଗକୁ ଅଗ୍ରସର ହୁଏ। ଯଦି ହିଁ ଆମ୍ଭେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରୁଅଛୁ, କିନ୍ତୁ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର 90% ପାଳନ କରୁ ଓ ଆମମାନଙ୍କ ବିଚାରର 10% ଯୋଡ଼ି ଦେଉ, ତେବେ ପରମେଶ୍ୱରଙ୍କ ଇଚ୍ଛା ସମ୍ପୂର୍ଣ୍ଣ ଭାବରେ ଖଣ୍ଡ ଖଣ୍ଡରେ ଭାଙ୍ଗିଯାଏ। ଯେତେବେଳେ ଆମ୍ଭେ ହଁ କହିବା ସହିତ 하나님의 그 뜻에 100% ବିଶ୍ୱାସ ରଖୁଅଛୁ, 따를 줄 ଆ는 ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରନ୍ତି, ତେବେ ପରମେଶ୍ୱର ଆମ୍ଭମାନଙ୍କୁ ଗିଦିଓନଙ୍କ କାର୍ଯ୍ୟ, 기도와 같은 역사도 ଜିରୋହଙ୍କ କାର୍ଯ୍ୟ ଆଉ ସୁପ୍ ସମୁଦ୍ରର ବିଭାଜିତ କରିବାର କାର୍ଯ୍ୟ ପରି ମହାନ ଚମତ୍କାର ଦେଖାଇବେ। 될 수 있는 ଆସନ୍ତୁ ଆମ୍ଭେ ବିଶ୍ୱାସ କରିବା କି ସେମିତି ହିଁ ପରିସ୍ଥିତିରେ ଏପରି ମହାନ କାର୍ଯ୍ୟ ଅବଶ୍ୟ ହେବ। ଆସନ୍ତୁ ଆମ୍ଭେ ଯହୋଶୁଆ ଅଧ୍ୟାୟ 1ରେ ଆଉ ଏକ ପଦ ଦେଖିବା। ଯହୋଶୁଆ ଅଧ୍ୟାୟ 1 ପଦ 1। ସଦାପ୍ରଭୁଙ୍କର ସେବକ ମୋଶାଙ୍କର ମୃତ୍ୟୁ ଉତ୍ତାରେ ସଦାପ୍ରଭୁ ନୁନର ପୁତ୍ର ଯହୋଶୁଆ ନାମକ ମୋଶାଙ୍କର 가라사대 ପରିଚାରକଙ୍କୁ କହିଲେ, ଆମ୍ଭର ସେବକ ମୋଶା ମରିଅଛି, 더불어 일어나 ଏ ନିମନ୍ତେ ତୁମ୍ଭେ ଏବେ ଉଠ। ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ 손에게 주는 땅 ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଜର୍ଦ୍ଦନ ପାର ହୋଇଯାଅ। 없는 곳을 ଯେ ସ୍ଥାନରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ସବୁ ସ୍ଥାନ ମୋଶା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। 그 땅을 ପରମେଶ୍ୱର ଘୋଷଣା କଲେ ଯେ ସ୍ଥାନରେ ତୁମ୍ଭମାନଙ୍କର ତଳିପା ପଡ଼ିବ, 이렇게 ସେ ସବୁ ସ୍ଥାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। 해로 ଯହୋଶୁଆ ଏହା ଉପରେ ବିଶ୍ୱାସ କରି ପରମେଶ୍ୱରଙ୍କ ଶୁଣିଲେ। 가나안 정복 ଇସ୍ରାଏଲମାନଙ୍କୁ କିଣାନରେ ନେବା ସମୟରେ ଯହୋଶୁଆ ପରମେଶ୍ୱରଙ୍କ ଆଜ୍ଞା ସମ୍ମୁଖରେ ସର୍ବଦା ହଁ କହିଲେ, 대답했지. କଦାପି ନୋ କହିଲେ ନାହିଁ। 대답한 적이 없습니다. ପଦ 4 ପ୍ରାନ୍ତର ଓ ଏହି ଲିବିୟନ ଠାରୁ ମହାନଦୀ ଅର୍ଥାତ୍ ଫରାତ ନଦୀ ପର୍ଯ୍ୟନ୍ତ ହିତୀୟମାନଙ୍କ ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସୀମା ହେବ। ତୁମ୍ଭର ଯାବଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇପାରିବେ ନାହିଁ। ଆମ୍ଭେ ଯେପରି ମୋଶା ସଙ୍ଗରେ ରହିଲୁ, ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା। 아니하며 ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ କି ତୁମ୍ଭକୁ ତ୍ୟାଗ କରିବା ନାହିଁ। ତୁମ୍ଭେ ବଳବାନ ଓ ସାହସିକ ହୁଅ, କାରଣ ଏମାନଙ୍କ ପୂର୍ବପୁରୁଷ ଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ। ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେ ସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେ ସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ। ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ। ତହିଁରେ ତୁମ୍ଭେ ଯେ କୌଣସି ସ୍ଥାନକୁ ଯିବ, ସେଠାରେ କ'ଣ ହେବ? କୁଶଳ ପ୍ରାପ୍ତ ହେବ। 내게 줄 ଏଠାରେ ଏପରି କୁହାଯାଇଅଛି ଯେ ସ୍ଥାନରେ ତୁମ୍ଭମାନଙ୍କର ତଳିପା ପଡ଼ିବ, ସେ ସବୁ ସ୍ଥାନ ଆମ୍ଭେ ତୁମ୍ଭକୁ ଦେଲୁ। ତୁମ୍ଭର ଯାବଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇପାରିବ ନାହିଁ। ବଳବାନ ଓ ଅତି ସାହସିକ ହୁଅ। ଆମ୍ଭର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନୁସାରେ ସେ ସବୁ ମାନିବାରେ ମନୋଯୋଗ କରିବ। ତହିଁରେ ତୁମ୍ଭେ ଯେ କୌଣସି ସ୍ଥାନକୁ ଯିବ, ସେଠାରେ ଆମ୍ଭେ ତୁମ୍ଭ ସଙ୍ଗେ ରହିବା। 복이 있습니다. ଭାଇ ଓ ଭଉଣୀମାନେ, କ'ଣ ଏହାଠାରୁ ମହାନ ଆଉ ଆଶୀର୍ବାଦ ଅଛି? କ'ଣ ଏହାଠାରୁ ଅଧିକ ଦୃଢ଼ ଅସ୍ତ୍ର ଅଛି? କାରଣ ପରମେଶ୍ୱର ଯହୋଶୁଆଙ୍କୁ କହିଲେ, ଆମ୍ଭେ ସେହି ସମସ୍ତ ଭୂମି ତୁମ୍ଭକୁ ଦେବା, ଯାହା ଦେବାର ପ୍ରତିଜ୍ଞା ଆମ୍ଭେ ତୁମ୍ଭ ସହିତ କରିଅଛୁ। ଯେ ସ୍ଥାନରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ସବୁ ସ୍ଥାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। 것이다. ଯହୋଶୁଆ 이렇게 이제 ପରମେଶ୍ୱରଙ୍କ ଆଜ୍ଞା ସମ୍ମୁଖରେ ସର୍ବଦା ହଁ କହିଲେ। 하나님 말씀에 ଜିରିହୋ ନଗର ନେବା ସମୟରେ 예리고 ସେମାନେ ଦିନରେ ଥରେ ସେହି ନଗରର 매일같이 ଚାରିଦିଗ ଘୂରିଲେ, ଆଉ ସପ୍ତମ ଦିନକୁ 7 ଥର। 이제는 다
ଆଉ ଯେତେବେଳେ ପରମେଶ୍ୱର ଆପଣ ଦୃଢ଼ ଇଚ୍ଛାରେ କହିଲେ 하나님의 그 ଏବେ ଉଚ୍ଚ ଧ୍ୱନି କର, 지게 되었을 때 다 ତେବେ ସମସ୍ତ ଲୋକମାନେ ଉଚ୍ଚ ଧ୍ୱନି କଲେ। 일어나서 함께 외쳤습니다. 그 순간 ତେବେ ସେହି ନଗର 정말 କାଗଜର ମହଲ ପରି ଦୁର୍ବଳ ହୋଇ 종이 성 ସେମାନଙ୍କ ସମ୍ମୁଖରେ ନଷ୍ଟ ହୋଇଗଲା। 그런 성이 되어서 저절로 무너지게 되었습니다. ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କୁ ଧ୍ୟାନରେ ଭାବିବା ଉଚିତ କି ବାଇବଲରେ ପରମେଶ୍ୱର 이렇게 기록 ବିଶ୍ୱାସର ପୂର୍ବପୁରୁଷଙ୍କ ବିଷୟରେ ରେକର୍ଡ କାହିଁକି କଲେ? 왜 ସେ ଏହି ରେକର୍ଡ କାହିଁକି ଛାଡ଼ିଲେ? 결코 ସେହି ଲୋକମାନେ 네벌 세이 ନେଭର ସେ ନୋ ମନୋଭାବ ରଖିଲେ। 이 신앙의 자세를 견지한 사람들이었습니다. 절대 ସେମାନେ ପରମେଶ୍ୱରଙ୍କ ଉପସ୍ଥିତିରେ 언제나 କଦାପି ନ କହିଲେ ନାହିଁ, 예라고 କିନ୍ତୁ ସର୍ବଦା ହଁ କହିବା ସହିତ 믿음의 본 ବିଶ୍ୱାସର ଉତ୍ତମ ନମୁନା ଦେଲେ। ଏଥିପାଇଁ ଯଦିଓ ସେମାନେ ଭିତରକୁ ଆସିବେ ବା ବାହାରକୁ ଯିବେ, 하더라도 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ ଦେଲେ। 하나님께서 ସେମାନେ ପ୍ରତ୍ୟେକ କାର୍ଯ୍ୟରେ ସମୃଦ୍ଧ ହେଲେ। ବାଇବେଲର ଶିକ୍ଷାକୁ କେବଳ ଇତିହାସ ମାନନ୍ତୁ ନାହିଁ। 모든 가르침 ଯେଉଁ ପରମେଶ୍ୱର ସେହି ସମୟରେ ଥିଲେ, ସେହି ପରମେଶ୍ୱର ଏହି ସମୟରେ ଆଜି ଆମ୍ଭମାନଙ୍କ ସହିତ ଅଛନ୍ତି। 지금의 하나님 ସେ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି, ଯେ ଆମ୍ଭମାନଙ୍କୁ ଏବେ ଓ ସର୍ବଦା ପାଇଁ ସ୍ୱର୍ଗ ରାଜ୍ୟରେ ନେଇଯିବା ଓ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବେ। ପରମେଶ୍ୱରଙ୍କ ଦୁନିଆରେ ସମୟ ଓ ସ୍ଥାନର କୌଣସି ସୀମା ନାହିଁ। ଏଥିପାଇଁ 모세 ଯେଉଁ ପରମେଶ୍ୱର ମୋସାଙ୍କ ସହିତ ଥିଲେ, ସେହି ପରମେଶ୍ୱର ଏହି ଯୁଗରେ ଆମ୍ଭମାନଙ୍କ ସହିତ ଅଛନ୍ତି। ଯେଉଁ ପରମେଶ୍ୱର ଅବ୍ରାହମଙ୍କ ସହିତ ଥିଲେ, ସେହି ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। 하신 그 하나님 ଯେଉଁ ପରମେଶ୍ୱର ନୁହଙ୍କ ସହିତ ଥିଲେ, ସେହି ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। 이르는 ପରମେଶ୍ୱର ସେମାନଙ୍କୁ ସର୍ବଦା ଆଶୀଷ ଦେଲେ। 것처럼 오늘날 ଏଥିପାଇଁ ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ ଯେଉଁମାନେ ନ କହନ୍ତି, 노라고 ସେମାନେ ଆଶୀର୍ବାଦ କଦାପି ପାଇବେ ନାହିଁ। 절대 복을 받을 수 없습니다. ପରମେଶ୍ୱର କହିଲେ, 일곱 바퀴 돌고 ସପ୍ତମ ଦିନ ତୁମ୍ଭେମାନେ ନଗରର ଚାରିଦିଗ 7 ଥର ଘୂରି ଜୟଧ୍ୱନି କରିବ। କିନ୍ତୁ କ'ଣ ହେବ ଯଦି ଜିହୋଶିଓ ଏପରି କହନ୍ତା, ଓଃ ନାହିଁ ପରମେଶ୍ୱର, ମୁଁ ସେମିତି କରିପାରିବି ନାହିଁ। 이렇게 됐더라면 ଏହା ରଣନୀତି ନୁହେଁ। ଆମ୍ଭେ ସେହି ପ୍ରକାରେ ଗୋଟିଏ ସହରକୁ କେମିତି ବିଜୟ ପ୍ରାପ୍ତ କରିପାରିବୁ? 땅은 고사하고 ତେବେ ଇସ୍ରାଏଲମାନଙ୍କ ଗୋଟିଏ ପାଦ ମଧ୍ୟ ଆଗକୁ ଅଗ୍ରସର ହୁଅନ୍ତା ନାହିଁ ଓ କିଣାନର ପ୍ରବେଶ ଦ୍ୱାରରେ ହିଁ ନଷ୍ଟ ହୋଇଯାନ୍ତେ। ଆସନ୍ତୁ ଆମ୍ଭେ ସର୍ବଦା ଜିହୋଶିଓଙ୍କ, ଗିଦିଓନ ଓ ପିତରଙ୍କ ପରି ହେବା। 하나님 앞에서 ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କ ଆଜ୍ଞା ସମ୍ମୁଖରେ ହଁ କହିବା, ତେବେ ଆମ୍ଭେ ପ୍ରତ୍ୟେକ କାର୍ଯ୍ୟରେ ଆଶୀର୍ବାଦ ପ୍ରାପ୍ତ କରିବା। ହଁ ନା? 늘 견지할 수 있는 여러분과 제가 되신다면 하는 모든 일들마다 ଆମ୍ଭେ ସୁନିଶ୍ଚିତ ସ୍ୱର୍ଗରେ ପ୍ରବେଶ କରିବା। 영원한 청 ପରମେଶ୍ୱର ଆମ୍ଭମାନଙ୍କ ବିଚାର ସହିତ କ'ଣ କରିବାକୁ କହିଲେ? 너희 ସେ ଆମ୍ଭମାନଙ୍କ ବିଚାରକୁ ତ୍ୟାଗ କରିବେ କହିଲେ। 다 버리라고 했습니다. ମାନବ ବିଚାରରେ ବୁଦ୍ଧିର ଅଭାବ ଅଛି। 너무 ବିଚାର କରନ୍ତୁ କି 온 우주 ପରମେଶ୍ୱର ପୁରା ବ୍ରହ୍ମାଣ୍ଡର 생각을 해보세요. ପ୍ରବନ୍ଧନ କରୁଛନ୍ତି। 우리는 이 작은 ଯେତେବେଳେ ଏହି କ୍ଷୁଦ୍ର ପୃଥିବୀରେ ଆମ୍ଭମାନଙ୍କ ଉପରେ ସମସ୍ୟା ଆସୁଅଛି, ତେବେ ଆମ୍ଭେ ଅବାକ ହୋଇ ରହିଯାଉଅଛୁ। କିନ୍ତୁ ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲେ, ଯାହା ଆମ୍ଭେ କରିବାର କଳ୍ପନା କରିପାରିବା ନାହିଁ। 우주라 ଏହାର ଅତିରିକ୍ତ ପରମେଶ୍ୱର ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟି କଲେ ଓ ଏହାକୁ ପରିଚାଳନା କରୁଛନ୍ତି। ପରମେଶ୍ୱର ଆମ୍ଭମାନଙ୍କର ଆରମ୍ଭ ଓ ଶେଷ ଓ ଆମ୍ଭମାନଙ୍କର ଅତୀତ ଓ ଭବିଷ୍ୟତକୁ ଜାଣି ଆମ୍ଭମାନଙ୍କୁ ଉଦ୍ଧାର ଆଡ଼କୁ 구원의 길로 ନେଇଯାଉଛନ୍ତି। 계시니까 ଏଥିପାଇଁ ଆସନ୍ତୁ ଆମ୍ଭେ ଅବ୍ରାହମଙ୍କ ପରି ହେବା, ଯିଏ ପରମେଶ୍ୱରଙ୍କ ହଁ କହିଲା, ନୋହଙ୍କ ପରି ହେବା, ଯିଏ ପରମେଶ୍ୱରଙ୍କୁ ହଁ କହିଲା, ଆଉ ଜିହୋଶିଓଙ୍କ ପରି ଓ ଗିଦିଓନଙ୍କ ପରି ଯେଉଁମାନେ ହଁ କହିଲେ। 가 되어서 ମୋତେ ବିଶ୍ୱାସ ଅଛି କି ଆମ୍ଭେ ବିନମ୍ରତା ପୂର୍ବକ ହଁ କହି ପରମେଶ୍ୱରଙ୍କ ଇଚ୍ଛାର ପାଳନ କରିବା, ଯିଏ ଆମ୍ଭମାନଙ୍କୁ ଦୁନିଆକୁ ଉଦ୍ଧାର କରିବା ପାଇଁ 예로서 우리가 ଓ ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାରର ପ୍ରଚାର କରିବା ପାଇଁ କହିଛନ୍ତି। ସେ ଏହା ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି, କାରଣ ଏହା ନିଶ୍ଚିତ ରୂପରେ ପୁରା ହେବ। ଆମ୍ଭେ ଭାବୁଅଛୁ ଏହା କେବେ ହେବ? ଆମ୍ଭେ ଏହା କେବେ ପୁରା କରିପାରିବା? କାରଣ ଆମ୍ଭେ କିଛି ଚିହ୍ନ ଦେଖିବାକୁ ଚାହୁଁଅଛୁ କି ଏହା ପାଖାପାଖି ପୁରା ହେଉଅଛି। 7일까지도 꼼짝도 하지 않고 କିନ୍ତୁ ଜିରୁହ ନଗର ସପ୍ତମ ଦିନକୁ ମଧ୍ୟ ନଷ୍ଟ ହୋଇଯିବାର 1% ମଧ୍ୟ ଚିହ୍ନ ନଥିଲା। 하나님의 모든 କିନ୍ତୁ ଯେତେବେଳେ ସେମାନେ ପରମେଶ୍ୱରଙ୍କର ବାକ୍ୟ ପାଳନ କଲେ, 그 모든 ତେବେ ଗୋଟିଏ କ୍ଷଣରେ ସବୁକିଛି ପୁରା ହେଲା। 일어났던 것이거든요. ମୁଁ ଆପଣ ସିଓନର ଆମ୍ଭମାନଙ୍କ ସମସ୍ତ ସଦସ୍ୟଙ୍କୁ ଆପଣଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ କର୍ତ୍ତବ୍ୟକୁ ପୁରା କରିବା ପରେ ଅପେକ୍ଷା କରିବାରେ ସକ୍ଷମ ହେବା ପାଇଁ କହୁଅଛି। ମୁଁ ଚାହୁଁଅଛି କି ଆପଣ ଏହି କଥାକୁ ଆପଣା ହୃଦୟରେ ଉତ୍କୀର୍ଣ୍ଣ କରନ୍ତୁ କି ଯେତେବେଳେ ଆପଣ ପରମେଶ୍ୱରଙ୍କ ସମ୍ମୁଖରେ କେବେ ବି ନ କହୁଥାଇ 마음 육비에
परमेश्वर आपणଙ୍କୁ ଯେଉଁ ସ୍ଥାନକୁ ନେଇଗଲେ ମଧ୍ୟ ଆପଣ ତାହାଙ୍କ ପଛେ ପଛେ ଚାଲିବେ ତେବେ ଆପଣ ବାହାରକୁ ଯିବା ସମୟରେ ଓ ଭିତରକୁ ଆସିବା ସମୟରେ ମଧ୍ୟ ଧନ୍ୟ ହେବେ। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହୁଁଅଛି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।